କୁନି ଝିଅଙ୍କର ଯତ୍ନ ନେଉଥିବାର ନଜର ଆସିଛନ୍ତି ଓଡ଼ିଆ ଅଭିନେତ୍ରୀ ସୋନୁ ସୁନନ୍ଦା। ତାହେଲେ ଫ୍ରେଣ୍ଡସ୍, ଆପଣମାନେ ଜାଣିଥିବେ ଗତ ଦିନମାନଙ୍କରେ ପ୍ରଜ୍ଞା ଓ ସୋନୁ ସୁନନ୍ଦାଙ୍କ ବାହାଘର ହୋଇଯାଇଛି। ତ ବାହାଘର ପରେ ଏବେ କୁନି ଝିଅଙ୍କ ବାପା ହୋଇଯାଇଛନ୍ତି ପ୍ରଜ୍ଞା। ତାହେଲେ ସୁଟିଂ ସେଟ୍ରୁ ଫାଙ୍କା ପାଇବା ମାତ୍ରେ ହିଁ ପ୍ରଜ୍ଞା ତାଙ୍କ କୁନି ଝିଅଙ୍କ ସହିତ ସମୟ ବିତାଉଥିବାର ନଜର ଆସିଛନ୍ତି। ଏବେ ପ୍ରଜ୍ଞାଙ୍କ କୁନି ଝିଅଙ୍କୁ ପ୍ରାୟ 3 ମାସ ସମୟ ହୋଇଯାଇଛି। ତ ଏହାରି ମଧ୍ୟରେ ସୋନୁ ସୁନନ୍ଦା କୁନି ଝିଅଙ୍କ ଯତ୍ନ ନେଉଥିବାର ନଜର ଆସିଛନ୍ତି। ତ ଆପଣମାନେ ଜାଣିଥିବେ ସୁନନ୍ଦା ପ୍ରଜ୍ଞାଙ୍କ ସହିତ ଓଡ଼ିଆ ସିରିଏଲରେ ଅଭିନୟ କରନ୍ତି। ଦୁହେଁ ସୁଟିଂ ସେଟ୍ରୁ ପରସ୍ପରଙ୍କୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୀର୍ଘ 10 ବର୍ଷର ପ୍ରେମ ସମ୍ପର୍କ ପରେ ଦୁହେଁ ଏବେ ବିବାହ କରିସାରିଛନ୍ତି। ତାହେଲେ ସୋନୁ ସୁନନ୍ଦା ଜଣେ କମେଡ଼ିଆନ୍ ବା ଜଣେ ଅଭିନେତ୍ରୀ ହୋଇଥିଲା ବେଳେ ସ୍କୁଲ ଟିଚର ବି ମଧ୍ୟ ଅଟନ୍ତି। ସୋନୁ ଗଭର୍ଣ୍ଣମେଣ୍ଟ ଜବ୍ କରିଥିବା ବେଳେ ଟିଭିରେ ଅଭିନୟ ବି ମଧ୍ୟ କରିଥାନ୍ତି। ସୋନୁ ଓ ପ୍ରଜ୍ଞା ବହୁତ ସାରା ସିନେମାରେ ବି ମଧ୍ୟ ଅଭିନୟ କରିସାରିଛନ୍ତି। ଆଉ ଏହାଛଡ଼ା ପ୍ରଜ୍ଞାଙ୍କୁ ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ। ବହୁତ ସାରା ଓଡ଼ିଆ ସିରିଏଲ ଓଡ଼ିଆ ସିନେମାରେ କମେଡ଼ିଆନ୍ ଭାବରେ ଅଭିନୟ କରି ବହୁତ ସାରା ଲୋକମାନଙ୍କୁ ହସାଇଥିବାର ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ଏହା ସହିତ ସୋସିଆଲ ମିଡ଼ିଆରେ ବି ମଧ୍ୟ ତାଙ୍କର ବହୁତ ସାରା ଚ୍ୟାନେଲ ଗୁଡ଼ିକ ରହିଛି, ଯେଉଁଥିରେ ସେ ଲୋକମାନଙ୍କୁ ସବୁବେଳେ ହସାଇବାର କାମ ହିଁ କରିଥାନ୍ତି। ତାହେଲେ ଏବେ ପ୍ରଜ୍ଞାଙ୍କୁ ପ୍ରାୟ 35 ବର୍ଷ ବୟସ ହୋଇଗଲାଣି, କିନ୍ତୁ ସେ ପ୍ରାୟ 20ରୁ 25 ବର୍ଷ ମଧ୍ୟରେ ଦେଖାଯାଉଛନ୍ତି। ଛୋଟ ପିଲାଙ୍କ କ୍ୟାରେକ୍ଟର ବି ମଧ୍ୟ ସେ ଅଭିନୟ ବର୍ତ୍ତମାନ ସମୟରେ ବି କରୁଛନ୍ତି। ତାହେଲେ ସୋନୁ ସୁନନ୍ଦା ଓ ପ୍ରଜ୍ଞାଙ୍କ ଯୋଡ଼ି ଆପଣମାନଙ୍କୁ କେମିତି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ।